0.03724 ଏହି ଦଶମିକ ସଂଖ୍ୟାର ଆମେ ବର୍ଗମୂଳ ନିର୍ଣ୍ଣୟ କରିବା। କିପରି ଆମେ ଗୋଟେ ଦଶମିକ ସଂଖ୍ୟାର ବର୍ଗମୂଳ ନିର୍ଣ୍ଣୟ କରିବା ଏହି ଭିଡ଼ିଓରେ ତାହା ଆମେ ଶିଖିବା। ଦେଖ, ଦଶମିକ ସଂଖ୍ୟାକୁ ମୁଁ ଭଗ୍ନ ସଂଖ୍ୟାରେ ଲେଖିପାରିବି। ତେଣୁ ପ୍ରଥମେ ମୁଁ ଏ ସଂଖ୍ୟାଟିକୁ ଲେଖୁଛି ଏବଂ ଏହାକୁ ଭଗ୍ନ ସଂଖ୍ୟାରେ ଲେଖୁଛି। ବର୍ଗମୂଳ ଭିତରେ ଲେଖିଲି 0.37249, ଲବରେ ଲେଖିଲି ଦଶମିକ ପରେ 6ଟି ଅଙ୍କ ଅଛି, ତେଣୁ 1ରେ 6ଟି ଶୂନ ଦେଲି, ଅର୍ଥାତ୍ ହରରେ ଲେଖିଲି 10 ଲକ୍ଷ। ଏବେ ଲବର ବାମ ପାର୍ଶ୍ୱରେ ଦେଖ ଶୂନ ଲେଖିଛି। ଶୂନର ବାମ ପାର୍ଶ୍ୱରେ ମୂଲ୍ୟ ନଥାଏ, ତେଣୁ ମୁଁ ଏଠାରେ ଲେଖିବି 37,249 ବିଭକ୍ତ 10 ଲକ୍ଷ, ଏହାର ବର୍ଗମୂଳ। ଏବେ ଆମେ ଜାଣିଛେ ଏ ବିଭକ୍ତ ବିର ବର୍ଗମୂଳ, ଆମେ ତାକୁ ଲେଖିପାରିବା ଏର ବର୍ଗମୂଳ ବିଭକ୍ତ ବିର ବର୍ଗମୂଳ। ତେଣୁ ମୁଁ ଏହାକୁ ଲେଖିବି 37,249ର ବର୍ଗମୂଳ ବିଭକ୍ତ 10 ଲକ୍ଷର ବର୍ଗମୂଳ। ଏବେ ଲବରେ ଯାହା ଅଛି ତାହା ଲେଖିଲି। ହରରେ ଦେଖ 10 ଲକ୍ଷ ଅଛି। 10 ଲକ୍ଷକୁ ମୁଁ ଲେଖିପାରିବି 10ର ଘାତ 6। କାହିଁକି ଲେଖିଲି 6? 100ରେ କେତୋଟି ଶୂନ ଅଛି? 2ଟି ଶୂନ। ଆମେ 100କୁ ଲେଖିପାରିବା 10ର ଘାତ 2। କାହିଁକି? 10ର ଘାତ 2ର ଅର୍ଥ 10ରେ 10 ଗୁଣିବା ଏବଂ ପାଇବା 100। ସେପରି 10 ଲକ୍ଷରେ 6ଟି ଶୂନ ଅଛି, ତେଣୁ 10ର ଘାତ ଦେଲି 6 ଏବଂ ଏହାର ବର୍ଗମୂଳ। ଏବେ ଲବରେ ଲେଖିବି 37,249 ଏବଂ ହରରେ ଦେଖ 10ର ଘାତ 6 ଏବଂ ଏହି ବର୍ଗମୂଳର ଅର୍ଥ କ'ଣ? ଏ ବର୍ଗମୂଳର ଅର୍ଥ ଘାତ ହେବ 1 ବିଭକ୍ତ 2। ତେଣୁ ଏଠାରେ ଲେଖିଲି ଘାତ 1 ବିଭକ୍ତ 2। ଏବେ ଆମେ କ'ଣ କରିବା? ହରରେ ଥିବା ଏହି 2ଟି ଘାତକୁ ଗୁଣିଦେବା। ତେଣୁ ଲବରେ ଯାହା ଥିଲା ଲେଖିଲି। ହରରେ ଲେଖିବି 10ର ଘାତ 6 ଗୁଣନ 1 ବିଭକ୍ତ 2। ଏ 2ଟି ଘାତକୁ ଗୁଣିଦେଲି। ଆମେ 2ରେ 6କୁ ହରିପାରିବା, କାଟିଲି, ପାଇଲି 3। ତେଣୁ 3ରେ 1 ଗୁଣିବା ପାଇବା 3। ତେଣୁ ଲବରେ ଲେଖିଲି 37,249ର ବର୍ଗମୂଳ, ହରରେ ଲେଖିଲି 10ର ଘାତ 3। ଏବେ 10ର ଘାତ 3 କେତେ? 1000। 1ରେ 3ଟି ଶୂନ। ଏବେ ଆମେ 37,249ର ବର୍ଗମୂଳ ଯଦି ନିର୍ଣ୍ଣୟ କରିଦେଲେ ଆମେ 0.03724 ଏହି ସଂଖ୍ୟାଟିର ବର୍ଗମୂଳ ପାଇଯିବା। ତେଣୁ 37,249ର ବର୍ଗମୂଳ ନିର୍ଣ୍ଣୟ କରିବା। ବର୍ଗମୂଳ ନିର୍ଣ୍ଣୟ କରିବା ଲାଗି ଆମେ କ'ଣ କରୁ? ସଂଖ୍ୟାର ଅଙ୍କଗୁଡ଼ିକୁ ଯୋଡ଼ି ବନେଇବା ଏବଂ ଡାହାଣ ପାର୍ଶ୍ୱରୁ ବନେଇ ବନେଇ ଆସିବା। ଦେଖ, ଡାହାଣ ପାର୍ଶ୍ୱରୁ ବନେଇଲି। ପ୍ରଥମେ 49 ଗୋଟେ ଯୋଡ଼ି, ତାପରେ 72 ଗୋଟେ ଯୋଡ଼ି ଏବଂ 3 ଗୋଟିଏ ସଂଖ୍ୟା ରହିଲା, ତେଣୁ 3 ଉପରେ ଗୋଟେ ଗାର ଦେଲି। ଏବେ ପ୍ରଥମେ ଆମେ 3କୁ ହରିବା। କିପରି ହରିବା? ବାମ ପାର୍ଶ୍ୱରେ ଗୋଟେ ସଂଖ୍ୟା ଲେଖିବା ଏବଂ ସେହି ସଂଖ୍ୟାକୁ ଉପରେ ଲେଖିବା ଏବଂ ସେହି ସଂଖ୍ୟା ଦୁଇଟିକୁ ଗୁଣିବା। ଅର୍ଥାତ୍ ମୁଁ କହିବାକୁ ଚାହୁଁଛି, ଯଦି ବାମ ପାର୍ଶ୍ୱରେ ଲେଖିବି 1, ଉପରେ ବି ଲେଖିବି 1, 1ରେ 1 ଗୁଣିବି, 1ରେ 1 ଗୁଣିଲେ 1। ସେପରି ଯଦି 2 ନେବି, ବାମ ପାର୍ଶ୍ୱରେ 2 ଲେଖିବି, ଉପରେ ବି 2 ଲେଖିବି, 2ରେ 2 ଗୁଣିବି, 2ରେ 2 ଗୁଣିଲେ କେତେ? 4। 3 ଠାରୁ ବଡ଼, ତେଣୁ ଆମେ 2 ନେବା ନାହିଁ, ନେବା 1। ତେଣୁ 1ରେ 1 ଗୁଣିଲି, ଲେଖିଲି 1। ଏବେ ଫେଡ଼ିବି, 3ରୁ 1 ଫେଡ଼ିଲେ ପାଇବା 2। ଉପରେ ଯେଉଁ ସଂଖ୍ୟା ଲେଖିଥିବି, ଭାଗଫଳରେ ଯେଉଁ ସଂଖ୍ୟା ଲେଖିଥିବି, ସେହି ସଂଖ୍ୟାକୁ ଭାଜକ ସହ ମିଶାଇବି। ତେଣୁ 1ରେ 1 ମିଶାଇବି, ପାଇବି 2। ଏବେ ଆମେ କ'ଣ କରିବା? ଆଉ ଗୋଟେ ସଂଖ୍ୟା ଯୋଡ଼ିକୁ ତଳକୁ ଆଣିବା। ତେଣୁ 72କୁ ଏବେ ତଳକୁ ଆଣିବି। 272 ହୋଇଗଲା। ଏବେ ଆମେ ସଂଖ୍ୟା ନେବା ଏଇ 2ର ଡାହାଣ ପାର୍ଶ୍ୱରେ। ଅର୍ଥାତ୍ ମୁଁ ଏଠି ଯଦି 1 ନେବି, କେତେ ହେବ? 21 ହୋଇଯିବ ଏବଂ ଉପରେ ଲେଖିବି ଗୋଟେ 1। ତେଣୁ 21ରେ ଆମେ 1 ଗୁଣିବା, କେତେ ହେଲା? 21। ସେପରି ଯଦି 2 ଲେଖିବି, ଏଠି ଉପରେ ଲେଖିବି 2, ତେଣୁ 22ରେ 2 ଗୁଣାଯିବ। 22ରେ 2 ଗୁଣିଲେ 44। ଦେଖ, 44 272 ଠାରୁ ବହୁତ ସାନ, ତେଣୁ ଆମେ ଟିକେ ବଡ଼ ସଂଖ୍ୟା ନେବା। ଅର୍ଥାତ୍ ମୁଁ ଏଠି 2 ପରେ 3 ନ ଲେଖି, 4 ନ ଲେଖି 5 ଲେଖିବାକୁ ଚେଷ୍ଟା କରୁଛି। ତେଣୁ 25ରେ 5 ଗୁଣିବା। ଏଠି 5 ଲେଖିଲେ ହେବ 25। ଭାଗଫଳରେ ବି 5 ଲେଖିବା, ତେଣୁ 25ରେ 5 ଗୁଣିଲେ 125। 272 ଠାରୁ 125 ବହୁତ ସାନ ହେଉଛି, ତେଣୁ ଆମେ 7 ନେବାକୁ ଚେଷ୍ଟା କରିବା। 7 ନେଲେ ହେବ 189। 27ରେ 7 ଗୁଣିବା, 189 ସାନ ହେଉଛି। 8 ନେବା, 28ରେ 8 ଗୁଣିଲେ 224 ଏବଂ ଶେଷରେ ଆମେ 9 ନେବା। 9 ନେଲେ ହେବ 29। ଭାଗଫଳରେ ଲେଖିବା 9, ତେଣୁ 29ରେ 9 ଗୁଣିଲେ ହେବ 261। 272ର ପାଖରେ ରହୁଛି, ତେଣୁ ମୁଁ ଏଠାରେ ଲେଖିବି 9, ଭାଗଫଳରେ ବି ଲେଖିବି 9। 29ରେ 9 ଗୁଣିଲେ 261 ଲେଖିଲି, ଫେଡ଼ିବି, ଫେଡ଼ିଲେ ହେବ 11। ଏବେ ଭାଗଫଳରେ ଲେଖିଥିଲି 9, ତେଣୁ ଭାଜକରେ 29ରେ 9 ମିଶାଇବି, ମିଶାଇଲେ ପାଇବା 38। ଏବେ ଆମେ କ'ଣ କରିବା? ଏ ତୃତୀୟ ଯୋଡ଼ିକୁ ତଳକୁ ଆଣିବା, ଅର୍ଥାତ୍ 49କୁ ତଳକୁ ଆଣିବା, ହେବ 1149। ଏବେ ଭାଜକରେ 38ର ଡାହାଣ ପାର୍ଶ୍ୱରେ ଆମେ ସଂଖ୍ୟା ଲେଖିବା। ଯଦି ମୁଁ 1 ଲେଖିବି, ଲେଖିବି 381 ଗୁଣନ 1, କାରଣ ଭାଗଫଳରେ ବି 1 ନେବି, ତେଣୁ 381 ଗୁଣନ 1 କେତେ ହେବ? 381। ସେପରି 2 ନେଲେ ହେବ 382 ଗୁଣନ 2, ହେବ 764 ଏବଂ 3 ନେଲେ ହେବ 383
ଗୁଣନ 3 ପାଇବା 1149। ତେଣୁ ଏଠାରେ 3 ଲେଖିବି, ଭାଗଫଳରେ ବି 3 ଲେଖିବି, ହେବ 1149। 1149ରେ 1149 ପଡ଼ିଲେ 0, ଭାଗଶେଷ ପାଇଲେ 0, ତେଣୁ ଆମେ ଭାଗଫଳ ପାଇଲେ 193। ତେଣୁ 37,249 ଏହି ସଂଖ୍ୟାର ବର୍ଗମୂଳ ହେବ 193। ତେଣୁ ଲେଖିଲି 193 ବିଭକ୍ତ 1000 ଏବଂ ଏହାକୁ ଦଶମିକରେ ଲେଖିଲେ ଆମେ ପାଇବା 0.193। ତେଣୁ ଏହି ସଂଖ୍ୟାଟିର ବର୍ଗମୂଳ ହେବ 0.193। ଏବେ ଆମେ ଆଉ ଗୋଟେ ଉଦାହରଣ ନେବା ଏବଂ ସେଠାରେ ଆମେ ଦଶମିକକୁ ଭଗ୍ନ ସଂଖ୍ୟାରେ ନ ଲେଖି ବର୍ଗମୂଳ ନିର୍ଣ୍ଣୟ କରିବାକୁ ଚେଷ୍ଟା କରିବା। ସଂଖ୍ୟାଟି ନେଲି 12.96। ଆମେ ସିଧାସଳଖ ଭାଗକ୍ରିୟା ମାଧ୍ୟମରେ ଏହି ସଂଖ୍ୟାଟିର ବର୍ଗମୂଳ ନିର୍ଣ୍ଣୟ କରିବା। ତେଣୁ ସଂଖ୍ୟାଟିକୁ ଲେଖିଲି 12.96। ଏବେ ଦଶମିକର ପୂର୍ବରୁ 2ଟି ଅଙ୍କ ଅଛି, ତେଣୁ ଏହା ଏକ ଯୋଡ଼ି ହେବ ଏବଂ ଦଶମିକର ପରେ ବି 2ଟି ଅଙ୍କ ଅଛି, ତେଣୁ ଏହା ବି ଏକ ଯୋଡ଼ି ହେବ। ଏବେ ଆମେ କ'ଣ କରିବା, କେଉଁ ସଂଖ୍ୟାକୁ 2 ଥର ଗୁଣିଲେ 12 କିମ୍ବା ତାଠାରୁ ସାନ ହେବ ତାହା ଦେଖିବା। 1ରେ 1 ଗୁଣିଲେ 1, 2ରେ 2 ଗୁଣିଲେ 4, 3ରେ 3 ଗୁଣିଲେ 9, 4ରେ 4 ଗୁଣିଲେ 16, 12 ଠାରୁ ଅଧିକା ହୋଇଗଲା, ତେଣୁ ଆମେ ନେବା 3। ତେଣୁ ଲେଖିବି 3, 3ରେ 3 ଗୁଣିଲେ 9, 12ରେ 9 ଫେଡ଼ିବା ପାଇବା 3। ଭାଗଫଳରେ ଯେଉଁ ସଂଖ୍ୟା ଲେଖିଛି 3 ସେହି ସଂଖ୍ୟା ମିଶାଇବି, ତେଣୁ 3ରେ 3 ମିଶାଇଲେ 6। ଏବେ ଆମେ କ'ଣ କରିବା, ଏହି ଦଶମିକର ପର ସଂଖ୍ୟା ଯୋଡ଼ିକୁ ତଳକୁ ଆଣିବା। ତେଣୁ ଲେଖିଲି 96। ଯେତେବେଳେ ଦଶମିକର ପର ସଂଖ୍ୟା ଯୋଡ଼ିକୁ ତଳକୁ ଆଣିବି ସେତେବେଳେ ଭାଗଫଳରେ ବି ମୁଁ ଦଶମିକ ଦେବି। ଏବେ ଯଦି 6ର ଡାହାଣ ପାର୍ଶ୍ୱରେ ମୁଁ ନେବି 1, ତେଣୁ ଲେଖିବି 61 ଗୁଣନ 1, କେତେ ହେବ 61। ସେପରି 2 ନେଲେ ହେବ 62 ଗୁଣନ 2, 3 ନେଲେ ହେବ 63 ଗୁଣନ 3, 189, 396 ଠାରୁ ବହୁତ ସାନ। 4 ନେଲେ ହେବ 64 ଗୁଣନ 4, 256, 5 ନେଲେ ହେବ 65 ଗୁଣନ 5, 325 ଏବଂ 6 ନେଲେ ହେବ 66 ଗୁଣନ 6, 396। ଆମେ ଆମ ସଂଖ୍ୟା ପାଇଯାଉଛେ, ତେଣୁ 6ର ଡାହାଣ ପାର୍ଶ୍ୱରେ ଲେଖିବି 6 ଏବଂ ଭାଗଫଳରେ ଲେଖିବି 6। 66ରେ 6 ଗୁଣିଲି ପାଇବି 396, 396ରେ 396 ଫେଡ଼ିଲେ 0, ଭାଗଶେଷ 0 ପାଇଲେ, ତେଣୁ 12.96 ଏହି ସଂଖ୍ୟାର ବର୍ଗମୂଳ ହେବ 3.6।